नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। श्रीमद्भागवतम canto chapter 2 text 20। तुम्हारे इंद्रिय दोषयुक्त इंद्रिय दोषमुक्त नुहे तेणु दोषयुक्त इंद्रिय साहाଯ୍ୟରେ ଯାହା ଜ୍ଞାନ ଆହରଣ କରିବ ତେଇ ତ ଦୋଷଯୁକ୍ତ imperfect knowledge, that's not perfect knowledge। ତାହା ଶୁଦ୍ଧ ଜ୍ଞାନ ନୁହେଁ। दोषयुक्त ज्ञान व अविशुद्ध ज्ञान कारण साधु शास्त्र गुरु आचार्य मैंने एक कथा कहते जो माने मुक्त जीव जो मान को ये दोष चतुष्ट नहीं आर्य विज्ञ वाक्य नहीं दोष चतुष्ट जो माने आर्य विज्ञ महाजन साधु महाजन प्रामाणिक आचार्य ସେମାନେ ଯାହା କହନ୍ତି ତାହା ହେଉଛି ବିଶୁଦ୍ଧ ଜ୍ଞାନମୂଳକ କଥା, ବିଶୁଦ୍ଧ ପ୍ରମାଣମୂଳକ କଥା। ଶ୍ରୀମଦ୍ ଭାଗବତଂ ପ୍ରମାଣମବଳଂ ପ୍ରେମାତ୍ମତ୍ମଃ ଶ୍ରୀ ଚୈତନ୍ୟ ମହାପ୍ରଭୁର ମତଲିଦଂ ତତ୍ରାଗ୍ରହ ନ ପରସେ। ଶ୍ରୀମଦ୍ ଭାଗବତ ସର୍ବବେଦାନ୍ତ ସାର, ସମସ୍ତ ବେଦ ବେଦାନ୍ତର ସାର ଜିନିଷ। श्री व्यासदेवंकर सर्वशेष अवदान चारि वेद उपनिषद जब किछु है तार अर्थ यहाँ व्यास कल संचय चारि वेद उपनिषद जहाँ कि तार सार लेकिन व्यासदेव संचय कर श्रीमद भागवत प्रणाम कर सर्व वेदांत सार वेदांत सूत्र भाष्य अमल प्रमाणमूलक ग्रंथ ये विशुद्ध प्रमाण। भागवत देना माने से जवन तार शास्त्र से जन्मे जन्मे प्रभु जन्म भागवत को अस्वीकार कर भागवत जहाँ कह कबल कल्पित कथा ये ठिकाना कथा नुहे आम मानवा ना जे कह से म्लेच्छ से जबन से निश्चित भाव में जन्म जन्मांतर धरी जन्म जन्म पाइब ए किसी दुर्घटना नहीं। कृष्ण तुल्य भागवत विभू सर्वाश्रय प्रतिश्रुति प्रत्युक्षरी नानार्थ को कृष्ण विभू भागवत वाणी विग्रह भिन्न प्रकाश विभू वस्तु मध्य तेणु भागवतर अवमानना अपराध स्वरूप दंड जमदंड भोगवा पड़े भागवत कथा कह श्रीमद भागवत त्रिकूट पर्वतर वर्णना दिया द्वादश महाजन शंभु नारद शंभु द्वादश महाजन कथा पुष्प स्कंद भागवत अच्छी प्रामाणिक महाजन 12 जन महाजन तन्मध्य वयासखी सुखदेव गोस्वामी अन्यत महाजन सुखदेव गोस्वामी कथा कहते महाराज को जिज्ञास उत्तर नहीं सुखदेव गोस्वामी कथा महाजन जी कोई से सत्य मानी महाजन वाक्य महाजन वधुसबंधा ये कथा अच्छी आम साधु महाजन जहाँ कहते प्रामाणिक साधु महाजन भूलवट काढ़ी से प्रामाणिक आचार्य से दोष चतुष्ट नहीं से दोष मुक्त से इंद्रिय दोषपुष्ट नुहति तेणु से जो कथा कहते विशुद्ध ज्ञानमूलक कथा विशुद्ध प्रमाणमूलक कथा ताको आमको विश्वास करने पड़ो स्वीकार करने पड़ो ये कथा आम एक्सेप्ट बोनाफाइड अथॉरिटी प्रामाणिक अधिकारी जे मानि ना मानने असुविधा पड़ो ना महाजन पंथा अनुसरण कले विपद नहीं विपद मुक्त पंथा महाजन जेन गत सबंथा
ପନ୍ଥାର କରିଦେଇ କୃଷ୍ଣ ମହାରାଜ ଏଇ କଥା କହୁଛନ୍ତି। ମହାଜନ ଗତ ପନ୍ଥା, ମହାଜନ ମାନେ ଯୋଉ ପନ୍ଥା ନିର୍ଦ୍ଦେଶ କରିଛନ୍ତି, ଯୋଉ ପଦାଙ୍କ ନିର୍ଦ୍ଦେଶ କରିଛନ୍ତି, ସେଇ ପଦାଙ୍କ ଆମକୁ ଅନୁସରଣ କରିବା ପାଇଁ ପଡ଼ିବ। ତାହେଲେ ବିପଦମୁକ୍ତ ପନ୍ଥା ଅଛି, ସେଥିରେ ବିପଦ ନାହିଁ। ଯଦି ମହାଜନ ପନ୍ଥା ଅନୁସରଣ ନ କରିବା ତାହେଲେ ଆମେ ବିପଦର ସମ୍ମୁଖୀନ ହେବା। କାରଣ ଭୌତିକ ଜଗତରେ ପଦେ ପଦେ ବିପଦ, ଏ ଭୌତିକ ଜଗତରେ ପ୍ରତି ପଦକ୍ଷେପରେ ବିପଦ ଅଛି। ଦୁଃଖାଳୟ ପ୍ରଶାସ, ମାଇକ ପ୍ରକାଶ, ଭଗବାନଙ୍କ ମାୟାଶକ୍ତିର ପ୍ରକାଶ। ଏ ଭୌତିକ ଜଗତ ଅଶାଶ୍ୱତ, ସ୍ଥାୟୀ, ସୃଷ୍ଟି ସ୍ଥିତିକାଳ ଧ୍ୱଂସ, ପ୍ରଳୟ, ପରିବର୍ତ୍ତନଶୀଳ, ମୁହୂର୍ତ୍ତରେ ପରିବର୍ତ୍ତନ ହଉଛି। ପଦକ୍ଷେପରେ ନାନା ପ୍ରକାର ବିପଦ ଅଛି। ଏ ହଉଛି ମାଇକ ଜଗତ। ତେଣୁ ଏ ଜଗତରେ ମହାଜନ ପନ୍ଥା ହଉଛି ନିର୍ଭୟ ପନ୍ଥା, ନିରାପଦ ପନ୍ଥା। ମହାଜନ ମାନେ ଯେଉଁ ପନ୍ଥା ନିର୍ଦ୍ଦେଶ କରିଛନ୍ତି ସେ ପନ୍ଥାକୁ ଅନୁସରଣ କରିବାକୁ ପଡ଼ିବ। ସାଧୁ ମହାଜନ ମାନଙ୍କର କଥାକୁ ମାନିବା ପାଇଁ ପଡ଼ିବ। ତେଣୁ ଏଠାରେ ଶ୍ରୀ ସୁଖଦେବ ଗୋସ୍ୱାମୀ ଆମକୁ ମହାଜନ ଏ କଥା କହିଛନ୍ତି। ତ୍ରିକୁଟ ପର୍ବତ ଅଛି ଏ ଜଗତରେ, ଭୌତିକ ବ୍ରହ୍ମାଣ୍ଡରେ, ଯାହାର ଏ ପ୍ରକାର ସୁନ୍ଦର ବାତାବରଣ ଅଛି। ତାର କେତେ ସୁନ୍ଦର ବର୍ଣ୍ଣନା କେତେ ଗୁଡ଼ିଏ ଶ୍ଲୋକରେ ଦେଲେଣି, କିନ୍ତୁ ଆମେ ଦେଖିନୁ। ଆମର ଦେଖିବାର ଯୋଗ୍ୟତା ବି ନାହିଁ, ଆମେ ଦେଖିପାରିବା ନା। ପ୍ରସିଦ୍ଧ ଯେଉଁମାନେ ଜଡ଼ ବୈଜ୍ଞାନିକ, ମେଟେରିଆଲ ସାଇଣ୍ଟିଷ୍ଟ, ଜଡ଼ ବୈଜ୍ଞାନିକ ଗଣ, ସେମାନଙ୍କର ବୈଜ୍ଞାନିକ ଗବେଷଣା କରିକିରି କେତେ ପ୍ରକାର ଅଦ୍ଭୁତ ଆବିଷ୍କାର ଉଦ୍ଭାବନ କରିକିରି ହର୍ଚମଟ ଦେଖାଉଛନ୍ତି। ଅଥଚ ସେମାନେ ତ୍ରିକୁଟ ପର୍ବତର କଥା ଜାଣନ୍ତି ନା। ତ୍ରିକୁଟ ପର୍ବତ କୋଉଠି କିପରି ଭାବରେ ରହିଛି ତାହା ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନେ ଉଦ୍ଭାବନ ବା ଆବିଷ୍କାର କରିପାରିନାହାନ୍ତି। ଭାବରେ ବର୍ଣ୍ଣନା ଶୁଣି ସେମାନେ ବିଶ୍ୱାସ କରୁନାହାନ୍ତି। ନା, ଏସବୁ ଠିକ କଥା ନୁହେଁ। ଆମେ ଖୁବ ବିରାଟ, ଖୁବ ଶକ୍ତିଶାଳୀ ଯନ୍ତ୍ର ତିଆରି କରୁଛେ। ଦୂରବୀକ୍ଷଣ ଯନ୍ତ୍ର ଅଛି, କୋଉ କୋଉ ଦୂର ଦୂର ଜିନିଷ ଦେଖୁଛେ, କୋଉ ଦୂର ଦୂର ଆମର ଗ୍ରହ ଉପଗ୍ରହ ମାନଙ୍କର ଗତି, ନକ୍ଷତ୍ର ମାନଙ୍କର ଗତି ନିର୍ଣ୍ଣୟ କରୁଛେ। ଆମେ କେତେ ମହାକାଶ ଯାତ୍ରା କରୁଛେ, ଆମେ ଗ୍ରହ ଗ୍ରହାନ୍ତର ଯାତ୍ରା କରୁଛେ। ଆଉ ଅତି ସୂକ୍ଷ୍ମ ଜିନିଷ ଦେଖିବା ପାଇଁ ଅଣୁବୀକ୍ଷଣ ଯନ୍ତ୍ର ତିଆରି କରୁଛେ। ଦେଇକିରି ସାଇଣ୍ଟିଫିକ ଇନଷ୍ଟ୍ରୁମେଣ୍ଟ ଆମେ କେତେ ଯନ୍ତ୍ର କରୁଛେ। କାହିଁ କୌଣସି କୋଉଠି ଆମେ ଦେଖୁନା। ତ୍ରିକୁଟ ପର୍ବତ କୋଉଠି ଅଛି, ଏଇ ପ୍ରକାର ସୁନ୍ଦର ବାତାବରଣ ଅଛି, ସେମାନେ ଦେଖିପାରୁନାହାନ୍ତି, ସେମାନେ ଜାଣିପାରୁନାହାନ୍ତି। ତେଣୁ ସେମାନେ ସ୍ୱୀକାର କରୁନାହାନ୍ତି। ସେମାନେ କହୁଛନ୍ତି ଏଇ କପୋଳ କଳ୍ପିତ କାହାଣୀ, ଠିକଣା କଥା ନାହିଁ। ଆମେ ଏଡ଼େ ବଡ଼ ବଡ଼ ବୈଜ୍ଞାନିକ ଏବେ ଅଦ୍ଭୁତ ଉଦ୍ଭାବନ ଆବିଷ୍କାର ମାନ କରୁଛେ। ଦିନ ଦିନ ନୂତନ ନୂତନ ଉଦ୍ଭାବନ ଆବିଷ୍କାର ହଉଛି। ଆମେ ସେଇସବୁ ଦେଖିଛୁ। ଆମ ଯନ୍ତ୍ର ସାହାଯ୍ୟରେ ଆମେ ଦେଖିପାରୁ, ଆମେ ଯଦି ଦେଖିବା ତାହେଲେ ବିଶ୍ୱାସ କରିବା। ଆମେ ଦେଖିଲେ ବିଶ୍ୱାସ କରିବା, ଆମେ ନ ଦେଖିଲେ ବିଶ୍ୱାସ କରିପାରିବା ନାହିଁ। ସେମାନଙ୍କର ଏଇ ବିଶ୍ୱାସ ବିଶ୍ୱାସ କରିପାରୁନା, ସ୍ୱୀକାର କରିନାହାନ୍ତି। ତେଣୁ ସାଧୁ ମହାଜନ ମାନଙ୍କ ବାକ୍ୟରେ ଭାଗବତ ଯେ ମାନେ ସେ ଯୌବନ ସମ ତାର ଶାସ୍ତା আছে ଜନ୍ମେ ଜନ୍ମେ ପ୍ରଭୁ, ସେମାନେ ମ୍ଲେଚ୍ଛ ଯୌବନ। ଶ୍ରୀମଦ ଭାଗବତମ ପ୍ରମାଣ ଅମଳ ପ୍ରମାଣମୂଳକ ଗ୍ରନ୍ଥ ସୁଖଦେବ ଗୋସ୍ୱାମୀଙ୍କ ମୁଖରୁ ବାହାରୁଛି। ବ୍ୟାସଦେବ ରଚନା କରିଛନ୍ତି। ଭଗବାନଙ୍କର ସତ୍ୟାବେଶ ଅବତାର ବ୍ୟାସଦେବ। ସର୍ବବେଦାନ୍ତ ସାର ଶ୍ରୀମଦ ଭାଗବତ ବେଦ ପ୍ରମାଣ ହେଉଛି ମୁଖ୍ୟ ପ୍ରମାଣ। ପ୍ରମାଣ ଚତୁଷ୍ଟୟ ମଧ୍ୟରେ ଶ୍ରୁତି ପ୍ରମାଣ। ଅଥଚ ଏ ଜଳ ବୈଜ୍ଞାନିକ ମାନେ ଏହାକୁ ସ୍ୱୀକାର କରିପାରୁନାହାନ୍ତି। ଅଥଚ ଏମାନଙ୍କର ଇଆଡ଼େ ଗର୍ବ ଅଛି, ଦୋଷଯୁକ୍ତ ଇନ୍ଦ୍ରିୟ, ଦୋଷଯୁକ୍ତ ଜ୍ଞାନ, ଇମ୍ପରଫେକ୍ଟ ନଲେଜ ନେଇକିରି, ଜ୍ଞାନ ନେଇକିରି କେଡ଼େ ଗର୍ବ ହିଁ ଅନୁଭବ କରୁଛନ୍ତି। ବିଶୁଦ୍ଧ ପ୍ରମାଣମୂଳକ କଥା କଲେ ସ୍ୱୀକାର କରିପାରୁନାହାନ୍ତି। ଏ ହେଉଛି ଆମର ବଡ଼ ଦୁର୍ଭାଗ୍ୟର କଥା।
ସେଥିପାଇଁ ଆମକୁ କୁହାଯାଉଛି ସାଧୁ ମହାଜନଙ୍କର କଥାକୁ ମାନି ନେବା। ବୋନାଫାଇଡ୍ ଅଥରିଟି, ପ୍ରାମାଣିକ ଅଧିକାରୀ, ବୈଦିକ ଆଚାର୍ଯ୍ୟ ମହାଜନ ଯାହା କହୁଛନ୍ତି ଶାସ୍ତ୍ର ଗୁରୁବାକ୍ୟ ଚିଠିରେ କରିବା ଆର ନଗରୀ ପୁଣି ଆଶା ତାକୁ ମାନି ନେବା। ମାନିନେଲେ ଆମର ସୁଫଳ ଅଛି, ଆମର ଉନ୍ନତି ହବ, ପରମାର୍ଥିକ ମାର୍ଗରେ ଉନ୍ନତି କରିବା। ନହେଲେ ଆମର ଉନ୍ନତି ହେଇପାରିବ ନା। ଇନ୍ଦ୍ରିୟ ଗୁଡାକ ଯେ ଦୋଷଯୁକ୍ତ ତାହାକୁ ଆମେ ସ୍ୱୀକାର କରିବା ପାଇଁ ପ୍ରସ୍ତୁତ ନୁହଁ। ନା ଆମ ଇନ୍ଦ୍ରିୟ ଠିକ ବିଶୁଦ୍ଧ ଇନ୍ଦ୍ରିୟ, ଆମେ ଯାହା ଦେଖୁଛେ ସବୁ ଠିକ ଦେଖୁଛେ। ଯାହା କହିଲି ପଞ୍ଚ ଜ୍ଞାନେନ୍ଦ୍ରିୟ ମଧ୍ୟରେ ଚକ୍ଷୁ ଗୋଟିଏ ପ୍ରଧାନ ଇନ୍ଦ୍ରିୟ। ଚକ୍ଷୁକୁ ତୁମେ ଯାହା ଦେଖିବାକୁ ଚାହୁଁଛ ତାର ଚକ୍ଷୁରେ ଦେଖିଲେ ବିଶ୍ୱାସ କରିବା, କିନ୍ତୁ ତୁମେ ଯାହା ଦେଖୁଛ ତାହା ଠିକ ଦେଖୁଛ। ତୁମର ତ ଜଡ଼ ଚକ୍ଷୁ, ଜଡ଼ ବସ୍ତୁ ଦେଖିବ, ପ୍ରାକୃତ ବସ୍ତୁ ହିଁ କିଛି ଦେଖିବ, ଅପ୍ରାକୃତ ବସ୍ତୁ ତ ଦେଖିପାରିବ ନା। ପ୍ରାକୃତ ଇନ୍ଦ୍ରିୟ ସାହାଯ୍ୟରେ ଅପ୍ରାକୃତ ବସ୍ତୁ କେବେ ଦେଖିବ? ଆଦୌ ସମ୍ଭବପର ନୁହେଁ। ଅପ୍ରାକୃତ ଇନ୍ଦ୍ରିୟର ଅଧିକାରୀ ହେଲେ ଅପ୍ରାକୃତ ବସ୍ତୁ ଦେଖିବ, ତାର ଅପ୍ରାକୃତ ବସ୍ତୁ ଦେଖିପାରିବ ନା। ଆଚ୍ଛା, ଯୋଉ ପ୍ରାକୃତ ଇନ୍ଦ୍ରିୟ ଅପ୍ରାକୃତ ବସ୍ତୁଙ୍କ କଥା କଣ ବା କହିବା? ଚକ୍ଷୁ ନେଇକରି ଏତେ ଗର୍ବ କରୁଛ, ଦେଖିଲେ ହିଁ ବିଶ୍ୱାସ କରିବି ବୋଲି କହୁଛ। ଆଚ୍ଛା, ସେ ଚକ୍ଷୁ ସାହାଯ୍ୟରେ କଣ ତୁମେ ଠିକଣା ଭାବରେ ସବୁ ଦେଖିପାରୁଛ? କେତେ ସୀମିତ ପଛପଟେ କଣ ହଉଛି ତା ତ ଦେଖିପାରୁନା, ଦର୍ଶକ ଦୂରରେ କଣ ହଉଛି ତା ବି ତ ଦେଖିପାରୁନା। ସୀମିତ ଚକ୍ଷୁ ତୁମର, ପୁନଶ୍ଚ ଯାହା ବି ଦେଖୁଛ ତାର ଠିକଣା ଦର୍ଶନ ନୁହେଁ ତୁମର, ସେଥିରେ ଭୁଲ ଅଛି। ବହୁତ ଦୋଷ ଯୁକ୍ତ ଇନ୍ଦ୍ରିୟ, ଡିଫେକ୍ଟିଭ ସେନ୍ସ। ଉଦାହରଣ ସ୍ୱରୂପ ଆମେ ବରାବର এই କଥା କହୁ, ଦ୍ରୁତଗାମୀ ରେଳ ମଧ୍ୟରେ ଟ୍ରେନରେ ବସିଥିବା ଯାତ୍ରୀ, ଦ୍ରୁତ ଗତିରେ ଚାଲୁଛି ଟ୍ରେନ, ତା ମଧ୍ୟରେ ବସିଛି ଯାତ୍ରୀ। ସେ ଯେତେବେଳେ ଦେଖୁଛି ରେଳ ରାସ୍ତା କଡ଼ରେ ଯୋଉ ବୃକ୍ଷ ମାନେ ଅଛନ୍ତି ତାକୁ ଦେଖୁଛି, ସେ ଜଣାପଡୁଛି କିପରି ବୃକ୍ଷ ଗୁଡାକ ଖୁବ ଦ୍ରୁତ ବେଗରେ ପଛପଟକୁ ଧାଉଁଛନ୍ତି। ଦେଖୁଛି ସେ ଦ୍ରୁତ ଗୁଡାକ ବୃକ୍ଷ ଗୁଡାକ କଣ ପ୍ରକୃତରେ ଧାଉଁଛନ୍ତି, ସ୍ଥିର ଅଛନ୍ତି, ଜଣାଯାଉଛି ଖୁବ ଦ୍ରୁତ ବେଗରେ ଧାଉଁଛି। ତାହେଲେ ଦେଖିବାଟା ତୁମର ଠିକଣା କିପରି ହେଲା? ଏ ଗୋଟିଏ ସରଳ ଉଦାହରଣ। ତୁମେ ଯାହା ଦେଖୁଛ ତାହା ଭ୍ରମ ଦର୍ଶନ, ତା ଠିକଣା ଦର୍ଶନ ନୁହେଁ। ଏ ସରଳ ଉଦାହରଣ, କାରଣ ବଦ୍ଧ ଜୀବର ଇନ୍ଦ୍ରିୟ ଦୋଷଯୁକ୍ତ। ଇନ୍ଦ୍ରିୟ ଦୋଷମୁକ୍ତ ହେଲେ ସେ ଇନ୍ଦ୍ରିୟମାନଙ୍କ ସାହାଯ୍ୟରେ ଯୋଉ ଜ୍ଞାନ ଆହରଣ କରାଯିବ ତାହା ହବ ବିଶୁଦ୍ଧ ଜ୍ଞାନ। ତାହା ନହେଲେ ବିଶୁଦ୍ଧ ଜ୍ଞାନ ଆହରିତ ହବ କିପରି? ସେଥିପାଇଁ ସାଧୁ ଆଚାର୍ଯ୍ୟ ମହାଜନଗଣ ଜଳ ବିଦ୍ୟାକୁ ଅବିଦ୍ୟା ବୋଲି କହିଛନ୍ତି। ତାହା ବିଦ୍ୟା ନାମରେ ଗଣିତ ନୁହେଁ, ତାହା ହଉଛି ଅବିଦ୍ୟା। ଜଳ ବିଦ୍ୟା ଯତ ମାୟାର ବୈଭବ, তোমার ভজনে বাধা, মোহ জন মায়া অনিত্য সংসারে জীবকু করায় গাধা। ভক্তি বিনোদ ঠাকুর, বৈষ্ণবাচার্য মহাজন সে কথা বলছেন। জড় বিদ্যা, মেটেরিয়াল এডুকেশন, এই অবিদ্যা, মায়ার বৈভব। জড় বিদ্যা যত মায়ার বৈভব, তোমার ভজনে বাধা, মোহজন মায়া অনিত্য সংসারে জীবকু করায় গাধা। জীবକୁ ବୋଧ ବନଉଛି। ଜୀବ କହିଲେ ଜଳ ବିଦ୍ୟା ହରଣ କରୁଥିବା ମାନବ ସେ ବୋଧ ବନୁଛି। ଏ ମାୟାର ବୈଭବ ଭଗବତ ଭଜନରେ ବାଧା ସୃଷ୍ଟି କରୁଛି, ଆଉ ଜୀବକୁ ବୋଧ ବନୁଛି। ଗଧ ଏକ ନିଚ ଚେତନା ବିଶିଷ୍ଟ ପ୍ରାଣୀ, ଯିଏକି কঠিন পরিশ্রম করুছি, যাহা কহନ୍ତି গর্ধবের মতো আমি করি পরিশ্রম। এতে বিরাট বোঝ বহুছি, মালিকর কোড়া পাহাড় খাଉଛି, কঠিন পরিশ্রম କରୁଛି ଗଧ। ଦୁଇଟା ଜିନିଷ ପାଇଁ, ବଣ୍ଡଲ ଅଫ୍ ଗ୍ରାସ, ଗୋଟେ ବିଡ଼ା ଘାସ ଖାଇବ, ଗର୍ଧ ବି ସହିତ ଯୌନ ତ୍ୟାଗ କରିବ। এই ଯୋଡ଼େ ଉଦ୍ଦେଶ୍ୟ ସାଧନ କରିବା ପାଇଁ ସେ କଠିନ ପରିଶ୍ରମ କରୁଛି।
ଭାବେ ଜଡ଼ ବିଦ୍ୟା ଆହରଣ କରିଥିବା ମାନବ ସେ ବଦ୍ଧ ହଉଛି, ସେ କଠିନ ପରିଶ୍ରମ କରୁଛି କେବଳ ତାର ଇନ୍ଦ୍ର ପ୍ରୀତି କରିବା ପାଇଁ, ତାର ଇନ୍ଦ୍ର ପ୍ରୀତି କରିବା ପାଇଁ କଠିନ ପରିଶ୍ରମ କରୁଛି ମାନବ। 50 ଲକ୍ଷ ଜୀବଜନୀ ଆମର ଯେ ଅଛି, ତା ମଧ୍ୟରେ ମାନବ ଯୋନି ହଉଛି ସୁଦୁର୍ଲଭ ଯୋନି। ଏ ପଦ୍ମ ପୁରାଣରେ ଆମର ବର୍ଣ୍ଣନା ଅଛି, ଜଣଗା 9 ଲକ୍ଷାଣି ସ୍ଥାବରା 20 ଲକ୍ଷତି କ୍ରମୟ ରୁଦ୍ର ସଂଖ୍ୟକା ପକ୍ଷିଣାଂ 10 ଲକ୍ଷକଂ 30 ଲକ୍ଷାଣି ପଶବ 14 ଲକ୍ଷାଣି ମାନବା। ଏ ହେଲା 84 ଲକ୍ଷ ଜୀବ ଏ ଭୌତିକ ଜଗତରେ ଅଛନ୍ତି। ୟାର ହିସାବ କଣ ଏମାନେ ରଖିଛନ୍ତି? ଯୋଉମାନେ ଏତେ ଗର୍ବ କରୁଛନ୍ତି ଜଡ଼ ବିଦ୍ୟା ନେଇକରି, ସେମାନେ ୟାର ହିସାବ ରଖିଛନ୍ତି। 9 ଲକ୍ଷ ପ୍ରକାର ଜଳ ଜୀବ ଅଛନ୍ତି, ଜଳଦା 9 ଲକ୍ଷାଣି ସ୍ଥାବରା 20 ଲକ୍ଷ 20 ଲକ୍ଷ ପ୍ରକାର ବୃକ୍ଷ ଲତା ପାହାଡ଼ ପର୍ବତ ମାନ ଅଛନ୍ତି। ରୁଦ୍ର ସଂଖ୍ୟକା କୃମି କୀଟ ପତଙ୍ଗ 11 ଲକ୍ଷ ପ୍ରକାର ଅଛନ୍ତି। ପକ୍ଷିଣାଂ 10 ଲକ୍ଷ 10 ଲକ୍ଷ ପ୍ରକାରର ପକ୍ଷୀ ଅଛନ୍ତି। 30 ଲକ୍ଷାଣି ପଶବ 30 ଲକ୍ଷ ପ୍ରକାରର ପଶୁ ଅଛନ୍ତି। 14 ଲକ୍ଷାଣି ମାନବା 4 ଲକ୍ଷ ପ୍ରକାରର ମାନବ ଅଛନ୍ତି। 84 ଲକ୍ଷ ଜୀବ ଜମି ଅଛି ଏ ଭୌତିକ ଜଗତରେ। ୟାର ହିସାବ କଣ ରଖିଛନ୍ତି? ତାଇ କଥା ଏମାନେ କୋଉଠି କୋଉଠି କେତେ କେତେ ପ୍ରକାର ଏଇ ଭୌତିକ ଜଗତରେ ଯାହା କରୁଛନ୍ତି ତାକୁ କଣ କହନ୍ତି? ଯୋଉ ଜୀବଜନ୍ତୁ ସବୁ ସଂରକ୍ଷଣ ହେଇଛନ୍ତି, ଚିଡ଼ିଆଖାନା, ଚିଡ଼ିଆଖାନା କରୁଛନ୍ତି, ତ ନ୍ୟାସନାଲ ପାର୍କ କରୁଛନ୍ତି। ଅଷ୍ଟ୍ରେଲିଆରେ ଆମେ ନ୍ୟାସନାଲ ପାର୍କ ଦେଖିବାକୁ ଯାଇଥିଲୁ, କଙ୍ଗାରୁ ଦେଖିଲୁ, ସେଠି ଇମୁ ଦେଖିଲୁ, ସେ ସବୁ ସଂରକ୍ଷଣ କିନ୍ତୁ ଏତେ ପ୍ରକାର ଯୋଉ କେତେ ପ୍ରକାର ପକ୍ଷୀ ଅଛନ୍ତି, 10 ଲକ୍ଷ ପ୍ରକାର ପକ୍ଷୀ, କେତେ ପ୍ରକାର ପକ୍ଷୀ ରଖିଛନ୍ତି? ତାଇ ତ କଥା, ତମ ଚିଡ଼ିଆଖାନାରେ କେତେ ପ୍ରକାର ପକ୍ଷୀ? ଲକ୍ଷ ପ୍ରକାର ପକ୍ଷୀ ବି ତମର ମିଳିବ ନା, 10 ଲକ୍ଷ ପ୍ରକାର ପକ୍ଷୀ। ତେଣୁ ଏମାନେ କୋଉଠି କି ପ୍ରକାର ଅଛନ୍ତି ତାଇ ତ ତମେ ଜାଣିପାରୁନାହିଁ, ତ তোমার কেন সীমিত জ্ঞান, তাই কথা সীমিত জ্ঞান ବୋଧ ଜୀବର ବୋଧାବସ୍ଥାରେ ଜଡ଼ ଇନ୍ଦ୍ରିୟ ସାହାଯ୍ୟରେ ଯୋଉ ଜ୍ଞାନ ଆହରଣ କରୁଛି ତାହା ଦୋଷଯୁକ୍ତ ଜ୍ଞାନ, ଅବିଶୁଦ୍ଧ ଜ୍ଞାନ, ବିଶୁଦ୍ଧ ଜ୍ଞାନ ନୁହେଁ, ସୀମିତ ଜ୍ଞାନ। ତେଣୁ ତାକୁ ଜଡ଼ ବିଦ୍ୟାରେ କୁହାଯାଉଛି। ମେଟେରିଆଲ ଏଜୁକେସନ ଜଡ଼ ବିଦ୍ୟା, ଅବିଦ୍ୟା ତାହା ବିଦ୍ୟା ନୁହେଁ, ବିଦ୍ୟା ପଦବାଚ୍ୟ ନୁହେଁ। ବିଦ୍ୟା କେ ବିଦ୍ୟାଟା କାହା କହିବା, ତା ଏକ ପ୍ରଶ୍ନ। ଏଠି ଯାହା ସମୟ ଆମେ ଜ୍ଞାନ ଆହରଣ କରୁଛେ, ସ୍କୁଲ, କଲେଜ, ୟୁନିଭର୍ସିଟି, ବିଶ୍ୱବିଦ୍ୟାଳୟ ଅଛି, ଆମେ ତାକୁ ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, କେତେ ବିଦ୍ୟାଳୟ ବୋଲିକିରି ନାମ ଦଉଛେ, ବିଦ୍ୟାଳୟରୁ କେତେ କେତେ ଡିଗ୍ରୀ ପାଉଛେ, ହାସଲ କରୁଛେ ଜଡ଼ ବିଦ୍ୟାରେ। ସେଥିପାଇଁ କେତେ ଅହମିକା ପ୍ରକାଶ କରୁଛେ, କେତେ ଗର୍ବ ପ୍ରକାଶ କରୁଛେ, ଔଦ୍ଧତ୍ୟ ପ୍ରକାଶ କରୁଛେ। ଯାହା କହନ୍ତି ଶ୍ରୁତ ଜନ୍ମୀ ସୂର୍ଯ୍ୟ ଶ୍ରୁତ ଶ୍ରୀବିରେ ଧମାନ ମଦବୁମା, ଭାଗବତରେ କୁହାଯାଇଛି। ଶ୍ରୁତ ବୋଇଲେ এই জড় বিদ্যার গর্ব, এধমান মদ গর্ব বৃদ্ধি করে। বহু জড় বিদ্যা আহরণ করেছি, বহু ডিগ্রি হাসল করেছি, বহু বিশ্ববিদ্যালয়ের তার বড় গর্ব ଅଛି। ଯେପରିକି ଆମର ଚୈତନ୍ୟ ଲୀଳାରେ ଆମେ ଦେଖୁ ଜଡ଼ ବିଦ୍ୟା ଆହରଣ କରିଥିବା, ଜଡ଼ ପାଣ୍ଡିତ୍ୟ ଆହରଣ କରିଥିବା କେଶବ କାଶ୍ମୀର କେତେ ବଡ଼ ଗର୍ବ ଥିଲା, କେତେ ବଡ଼ ଗର୍ବ ଥିଲା, ଦିଗ୍ବିଜୟ କରୁଥିଲା। ଏପରି
जड़ पांडित्य से आहरण करथिला केशव काश्मीरी से दिग्विजय करथिला जते पंडित अछंती शास्त्रज्ञ अछंती सेमानक आह्वान करथिला तर्क करथिला सेमाने परास्त करथिला तेणु दिग्विजय पंडित होइगला से दिग्विजय पंडित आ बड़ गर्व थिला सार भयंकर गर्व थिला दिग्विजय करथिला सब पंडित मान को परास्त करथिला तेणु तार नाम शुणिले पंडित माने भीतग्रस्त होते भीतग्रस्त होते से आसला नदिया को नदिया से 5 वर्ष तल कथा को बड़ बड़ पंडित थिले नदिया पंडित केशव काश्मीर आश्चर्य शुणिक से भीतग्रस्त है नदियार पंडित माने चिंता कले कौन करिबा से तो सबआड़े केशव काश्मीर समस्त परास्त करुच्ची पंडित मान को नदियार पंडित मान बड़ सुख्याति थाए आमको जदि परास्त करदेव तो बड़ बाध जहा कहती जे जार सुख्याति अच्छी सुनाम अच्छी तार पराजयटा मृत्यु ठारू आहरी भयंकर मृत्यु ठारू भयंकर सहवा बड़ कठिन है से कौन कर श्रीमद महाप्रभु आविर्भूत होते नदिया से पूर्वाश्रम थे गृहस्थ लीला करते से निमाई पंडित नाम परिचित थे युवक थे निमाई पंडित नाम परिचित थे ना शास्त्र अलंकार शास्त्र व्याकरण शास्त्र ये सब अध्यापन करुले छात्र थे निमाई पंडित नाम परिचित थे तेणु से ठीक कले पंडित मैंने निमाई पंडित पाक पठे दियो निमाई पंडित बयस स्थान आम तो बड़ बड़ अच्छे निमाई पंडित को हारी जाती आमर बड़ गौरव हो कहीं पिलाटे हरईला आम तो बड़ बड़ अच्छे जदि निमाई पंडित हारीजे गोटे चान्स आमको मिल गेट आनंद चान्स एपरी भाग्य से कौशल कर निमाई पंडित पठेले निमाई पंडित बसता संध्या समय सूर्य अस्त होती जाह्नवी कूल उपवेशन कर छात्र मान सहित केशव काश्मीर दिग्विजय पंडित पहुंची गले से सम्मान जनइले बसवा आसन देले एवं कहले आपन तो बड़ प्रसिद्ध पंडित आपन किछि गंगा देवी महात्म्य गान करंतु आम तो श्रवण करवा यांकर अलौकिक पांडित्य थिला सरस्वती देवी कृपा पाई जड़ा सरस्वती जड़ विद्या प्रदान करती जो सरस्वती देवी जड़ा सरस्वती से सरस्वती पूजा होती जड़ विद्या पाया से कृपा पाई तेणु अनर्गल श्लोक गाई गले अनर्गल श्लोक गाई गले गंगा देवी महिमा गान कर निमाई पंडित तो स्वयं भगवान चैतन्य महाप्रभु से शुणिले से गोटे श्लोक उद्धार कले उद्धार कर 7टी दोष देखेले 7टी गुण भी देखेले 7टी दोष भी देखेले अलंकार शास्त्र दिगरु गुण दोषर विचार अच्छी जीवन में प्रथम से केशव काश्मीर कई दोष देखी ना ये दोष देखीदे आश्चर्य हो पराजय जीवन में प्रथम है आश्चर्य हो गले विमर्श हो गले जीवन में प्रथम पराजय है कि पारे ना आश्चर्य है श्लोक गाइले तू अनर्गल गाईगले कौन शास्त्र गाऊना निजे तैयारी कर गाई जाऊँ इंग्रेजी ये कमी मन रखिले
ଶ୍ଳୋକଟାକୁ ଏକ୍ଜାକ୍ଟଲି ଉଦ୍ଧାର କରିକି ବ୍ୟାଖ୍ୟା କରୁଛନ୍ତି, ଦୋଷ ଗୁଣ ପ୍ରଦର୍ଶନ କରୁଛନ୍ତି। ସେ ଯେ ଭଗବାନ ତାଙ୍କ ପକ୍ଷରେ କିଛି ଅସମ୍ଭବ ନାହିଁ ଏ କଥା ସେ ଜାଣିପାରୁନାହାନ୍ତି। ଜଳ ବିଦ୍ୟା ନେଇକରି ଏତେ ଗର୍ବିତ ହୋଇଛନ୍ତି। ସେଥିପାଇଁ ମହାପ୍ରଭୁ ସେଠି ତାଙ୍କୁ ଶିଖାଇ ଦେଇଛନ୍ତି। ଗୌରାଙ୍ଗ ମହାପ୍ରଭୁ ପରାଜିତ ଦିଗ୍ବିଜୟୀ ପଣ୍ଡିତ କେଶକାଶୁଣୀଙ୍କୁ ଉପଦେଶ ଦେଇକରି କଥା କହିଛନ୍ତି, ତାହା ଶ୍ରୀ ଚୈତନ୍ୟ ଚରିତାମୃତ ଆଦି ଗ୍ରନ୍ଥରେ ବର୍ଣ୍ଣନା ଅଛି। ଶୀତ ବିଦ୍ୟାର ଫଳ ଜାଣିବ ନିଶ୍ଚୟ, କୃଷ୍ଣ ପାଦ ପଦ୍ମେ ଯଦି ଚିତ୍ତବିତ୍ତ ରୟ, এই কথা କହିଲେ। ଶୀତ ବିଦ୍ୟାର ଫଳ ଜାଣିବ ନିଶ୍ଚୟ, କୃଷ୍ଣ ପାଦ ପଦ୍ମେ ଯଦି ଚିତ୍ତବିତ୍ତ ରୟ, ତାହା ହଉଛି ବିଦ୍ୟା। ବିଦ୍ୟାର ଫଳ ହଉଛି କୃଷ୍ଣ ପାଦ ପଦ୍ମରେ ଚିତ୍ତବିତ୍ତ ରହିବ, କୃଷ୍ଣଙ୍କ ସନତ୍ଵ ଆଚରଣ କରିବ। ଏ ବିଦ୍ୟାର ଫଳ, ଏ ହଉଛି ବିଦ୍ୟାର। ବିଦ୍ୟାର ଫଳ ନୁହେଁ ଔଦ୍ଧତ୍ୟ, ଗର୍ବ, ଅହମିକା, ଏସବୁ ବିଦ୍ୟାର ଫଳ ନୁହେଁ। ବିଦ୍ୟାଂ ଦଦାତି ବିନୟଂ, ପ୍ରକୃତ ବିଦ୍ୟା ବିନୟ ପ୍ରଦାନ କରିବ। ନମନ୍ତି ଫଳିନ ବୃକ୍ଷ ନମନ୍ତି ଗୁଣି ନ ଜନା, ବିଦ୍ୟା ବିନୟ ସମ୍ପନ୍ନ। এই কথাগুলিক ଅଛି ଆମର ଯେ ପ୍ରକୃତର ବିଦ୍ୱାନ ସେ ବିନୟୀ, ସେ ଉଦ୍ଧତ ନୁହେଁ, ସେ ଗର୍ବୀ ନୁହେଁ, ସେ ବିନୟୀ। ଯାହା ମହାପ୍ରଭୁଙ୍କ ଶିକ୍ଷାରେ ତୃଣାଦପି ଶୁଣିଛେ ନା, ତୃଣଠାରୁ ଅଧିକ ନିଚ ମଣି କରି ନିଜକୁ ଗର୍ବ ଔଦ୍ଧତ୍ୟ କୋଉଠି ଅଛି? ତାହାର ସେ ବୋଲି ବିଦ୍ୟା ମନ୍ତ୍ର ଅଧ୍ୟୟନ, କୃଷ୍ଣ ପାଦ ପଦ୍ମେ ଯେ କର ସ୍ଥିର ମନ, সেই সে বিদ্যার ফল জানো নিশ্চয়, কৃষ্ণ পাদ পদ্মে যদি চিত ভিতর। কি মহাপ্রভুঙ্কর কথা রহিলা চৈতন্য ভাগবত চৈতন্য চরিতামৃতরে এই কথা আমি দেখিବାକୁ পাଉ। কিন্তু তুমি এটা গর্ব অনুভব କରୁଛ, ଏତେ ବଡ଼ ଔଦ୍ଧତ୍ୟ ତୁମର, ଏତେ ଗର୍ବ ତୁମର, ତୁମର ବିନୟ ଭାବ ନାହିଁ, କୃଷ୍ଣ ପାଦ ପଦ୍ମରେ ଚିତ୍ତବିତ୍ତ ନାହିଁ। କୋଉ ବିଦ୍ୟା ହରଣ କରୁଛ? ତା ବିଦ୍ୟା ନୁହେଁ, ଅବିଦ୍ୟା। তৎকর্ম হরিতোষং তৎসা বিদ্যা তন্মতির্জয়। হরের দেহভূতাম আত্মা স্বয়ং প্রকৃতির ঈশ্বর। এই শ্রীমদ ভাগবতের এই কথা কুহাইছে। যাহা দ্বারা হরিঙ্কর সন্তোষ বিধান হয়, তাহাই জীবর একমাত্র কর্তব্য। যাহা দ্বারা হরি বিষয়ী মতি হয়, তাহাই বিদ্যা। হরি বিষয়ী মতি না হলে তো অবিদ্যা হয়ে গেল। জড় বিদ্যা তো মায়ার বয়, তোমার ভোজনে বাধা, মোহজন মায়া মুক্ত সংসারে জীবକୁ କରାଏ ଗାଢା। ସେଥିପାଇଁ ମହାଜନ ଭକ୍ତିବିନୋଦ ଠାକୁର କଥା କହିଲେ, କୃଷ୍ଣ ଭଜନରେ ବାଧା, ହରି ବିଷୟୀ ମତି ହଉନି, ବହିର୍ମୁଖ କରିଦଉଛି, କୃଷ୍ଣ ବହିର୍ମୁଖ କରିଦଉଛି। ତେଣୁ ଜଡ ବୈଜ୍ଞାନିକ ମାନେ ଭାଗବତକୁ ସ୍ୱୀକାର କରୁନାହାନ୍ତି, ମ୍ଲେଚ୍ଛ ଜବନ ସାଜୁଛନ୍ତି। ଏ ସଦସ୍ୟ କଥା। କାରଣ ସେ ହରି ଦେହଧାରୀ ଜୀବନଙ୍କର ଅନ୍ତର୍ଯାମୀ, ପରମାତ୍ମା ଏକମାତ୍ର ସମସ୍ତଙ୍କର କାରଣ ନିୟନ୍ତା। ଏଥିରେ ମତି ନହେଲେ କି ବିଦ୍ୟା ହେଲା? ସେ ତାଇ ଅବିଦ୍ୟା ହେଇଗଲା। ହେଲା କଥା। ଦିଗ୍ବିଜୟ କରିବ, ବିଦ୍ୟାର କାର୍ଯ୍ୟ ନହେ। ଈଶ୍ୱର ଭଜିଲେ ସେଇ ବିଦ୍ୟା ସତ୍ୟ କହେ। ମହାପ୍ରଭୁଙ୍କର ଏଇ ଶିକ୍ଷା ଦେବେ, ବିଦ୍ୟା ଆହରଣ କରିକି ଦିଗ୍ବିଜୟ କରିବ, ଏଇଟା କି ବିଦ୍ୟାର କାର୍ଯ୍ୟ ନୁହେଁ। ଈଶ୍ୱରଙ୍କର ଭଜନ କଲେ ବିଦ୍ୟା। କାରଣ ତୁମେ ଅବିଦ୍ୟା ଗୋଟେ ଆହରଣ କରୁଛ, ସେଇଥିପାଇଁ ଗର୍ବ ଆହରଣ କରିକି ଦିଗ୍ବିଜୟ କରିକି ତୁମର ପ୍ରତିଷ୍ଠା ଅର୍ଜନ କରୁଛ। তাই বিদ্যা আহরণ করি না, ঈশ্বরে ভজিলে সেই বিদ্যা সত্য কহে। এই কথা পরে কেনে ন কহ, কাহিনী পাঠ পড়িব তো এডুকেশন। এই প্রশ্নের উত্তরে কোন করাଯିବ? কৃষ্ণ ভক্তি জাଣିବାରେ ବିଦ୍ୟାର ଉଦ୍ଦେଶ୍ୟ କୃଷ୍ଣ ଭକ୍ତି ଆହରଣ କରିବା, ସେଥିପାଇଁ ପାଠ ପଢିବା। ଆମେ ଚାଲ ହେଲା ତାହେଲେ କି ପାଠ ପଢୁଛ? ଅବିଦ୍ୟା ହରଣ କରୁଛ, ବିଦ୍ୟା ହରଣ କରୁନା। পরে কেন লোক কৃষ্ণ ভক্তি জানিবারে সে যদি নহইল, তবে বিদ্যা কি করে? তাহলে কি বিদ্যা? অবিদ্যা হরণ করতে, সে বিদ্যার ফল কি আছে? সেই কথাটা কহ।
কৃষ্ণ ভক্তি লাভ ହିଁ সকল বিদ্যা বা পাণ্ডিত্যের চরম সীমা। কৃষ্ণ ভক্তি যদি লাভ ন হয় তাহলে পাণ্ডিত্য আদি অর্জন চেষ্টা বৃথাই যায়। যে বিদ্যা কৃষ্ণের মতি উদয় ন করে তোর দ্বারা কেবলমাত্র জড় মোহ ହିଁ প্রাপ্ত হয়। ସେଥିପାଇଁ ଶ୍ରୀଲ ଭକ୍ତି ବିନୋଦ ଠାକୁର ଗାଇଛନ୍ତି, ଜଡ଼ ବିଦ୍ୟାଦୂତ ମାୟାର ବୈଭବ ତୁମାର ଭୋଜନୀ ବାଧା ମୋହଜନ ମାୟା ନିତ୍ୟ ସଂସାରେ ଜୀବକୁ କରାଏ ଗାଧା। ସାଧାରଣ ମୂଳ ଲୋକ ଅବିଦ୍ୟା ପରାବିଦ୍ୟାକୁ ଏକ ବା ତୁଲ୍ୟ ରୂପେ ବିଚାର କରି ଅବିଦ୍ୟା ବନ୍ଧନକୁ ବିଦ୍ବତ୍ତା ମନେ କରନ୍ତି। ମାନବର ପରପକ୍ଷ ଚିକିତ୍ସା ରୂପ ଆଦି ଦିଗ୍ବିଜୟ ସ୍ପୃହା ଅବିଦ୍ୟା ଜନିତ ଅହଙ୍କାର ବଶରୁ ଉତ୍ପତ୍ତି ଲାଭ করে। ଏ ଗର୍ବ ଅହଙ୍କାର ଭଗବାନ ଶ୍ରୀବିଷ୍ଣୁଙ୍କର ଉତ୍ତମ ସେବା ହିଁ ଯଥାର୍ଥ ବିଦ୍ୟାପଦ ବାଚ୍ୟ। ଯେହେତୁ ଧନ ଦୈହିକ ବଳ ବା ସ୍ୱାସ୍ଥ୍ୟ ଏ ବାହ୍ୟ ସମ୍ପଦ ସମୂହ ମୃତ୍ୟୁ କାଳେ ଜୀବର ଅନୁଗମନ କରନ୍ତି ନା। ভোগ সর্বস্ব ব্যক্তি ইন্দ্রিয় ভগবর্ধনার্থে বিদ্যা ও বলাদি নিয়োগ করে, কিন্তু মানবর জীবিতোত্তর কালে এই সমস্ত জড় সম্পদের অকিঞ্চিতকরতা স্পষ্টভাবে প্রকাশিত ହୁଏ। ଏ କଥା ବୁଝିବାକୁ ପଡ଼ିବ ଆମକୁ ଭଲ ଭାବରେ। ସେଥିପାଇଁ କଥା ଅଛି ଆମର ପରମ ଗୁରୁ ଶ୍ରୀ ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ମହାରାଜ କହିଛନ୍ତି, ଥରେ ସେ ମେଦିନପୁରର ଏକ ଉଚ୍ଚ ବିଦ୍ୟାଳୟ ଗୃହରେ ହରିକଥା ଆଲୋଚନା କରିବା ବୋଲି ଇଚ୍ଛା କରି କର୍ତ୍ତୃପକ୍ଷ ନିକଟରୁ ବିଦ୍ୟାଳୟ ଗୃହଟି ଭିକ୍ଷା ମାଗି କରିଥିଲେ, ଅନୁମତି ଚାହିଁଥିଲେ। କିନ୍ତୁ ଡିପିଆଇଙ୍କ ନିର୍ଦ୍ଦେଶ ଥିଲା ଯେ ଧର୍ମ ସମୂହରେ ମତଭେଦ ଥିବାରୁ ଛାତ୍ରମାନଙ୍କୁ ଧର୍ମ ବିଷୟକ ଶିକ୍ଷା ଦିଆଯିବ ନା। ଆମ ଧର୍ମ ନିରପେକ୍ଷ ରାଷ୍ଟ୍ର ସେଥିପାଇଁ ବର୍ତ୍ତମାନ କରାଉଛି। କୌଣସି ଧର୍ମ ଫର୍ମ କଥା ନାହିଁ, ଧର୍ମ ନାଁରେ ଗଣ୍ଡଗୋଳ ଅଛି ସବୁ। ତେଣୁ ଧର୍ମ ନିରପେକ୍ଷ ଆଉ କିଛି ଧର୍ମ କଥା ସ୍ୱତନ୍ତ୍ର ଧର୍ମ କଥା କୁହାଯିବ ନା, ଶିକ୍ଷା ଦିଆଯିବ ନା। ଆଗେ ଧର୍ମ ଶିକ୍ଷା ଥିଲା, ଏବେ ଉଠେଇ ଦିଆଗଲା, କାରଣ ଗଣ୍ଡଗୋଳ ଅଛି। ଧର୍ମ ଫର୍ମ କଥା ଶିକ୍ଷା ଦିଆଯିବ ନା, ସବୁ ଅଧର୍ମ ଶିକ୍ଷା ଦିଆଯିବ। ଛୋଟ ପିଲା ଥିଲୁ ଆମେ ଯେତେବେଳେ ପାଠ ପଢୁଥିଲୁ, ଆମର ମନେ ଅଛି ସେ ବର୍ଣ୍ଣବୋଧ ଆମେ ପଢୁଥିଲୁ ମଧୁସୂଦନ ରାଓଙ୍କର ବର୍ଣ୍ଣବୋଧ ପଢୁଥିଲୁ ଆମେ ପ୍ରଥମେ ପିଲାଦିନରୁ। ସେଥିରେ ସେ କିପରି ନା ଭଗବାନଙ୍କ କଥା ମୂଳରୁ ଲେଖିଛନ୍ତି। ପରମେଶ୍ୱର କବିତା ଅଛି, ସୁନ୍ଦର ସଂସାର କବିତା ଅଛି, କେଡ଼େ ସୁନ୍ଦର କବିତା ଲେଖିଛନ୍ତି। ଯାହା ମୁଁ କହଇ ଯାହା ମୁଁ ଚିନ୍ତଇ ମନେ ଜଗତର କର୍ତ୍ତା ପରମେଶ୍ୱର ଜାଣୁଛନ୍ତି ପ୍ରତିକ୍ଷଣେ। ମୋ ପାଶେ ଅଛନ୍ତି ଦିବସ ରଜନୀ ମହାପ୍ରଭୁ ପରାତ୍ପର, ଏ କଥା ଶୁଣରି ହୃଦୟ ତାହାଙ୍କୁ ପୂଜିବି ନିରନ୍ତର। এই କଥା ପଢୁଥିଲୁ ଆମେ, କିନ୍ତୁ ଆଜିକାଲି କଥା ନାହିଁ। ଧର୍ମ ଫର୍ମ କଥା କୁହାନା, ଏଇ ଗଣ୍ଡଗୋଳ ଅଛି। ବାଘ ଉପରେ ଛେଳି ବସିଛି, ଭାଲୁ ଚଳାଏ ଦୋଳି। ଏଇ ପାଠ ପଢା ହେଲା। ବାଘ ଉପରେ ଛେଳି ବସିଛି, ଭାଲୁ ଚଳାଏ ଦୋଳି। ଏଇ ପାଠ ପଢା ହଉଛି। ଧର୍ମ ଫର୍ମ କଥା ଉଠେଇ ଦିଅ। ଏଇ ପିଲାଦିନରୁ ଏଇ ପାଠ ପଢା ହଉଥିଲା, ଏଇ ଉଠେଇ ଦେଲେ। କି ବୁଦ୍ଧି! ଆକାଶ ଦିଶେ କି ସୁନ୍ଦର, ତାହାକୁ ରଚିଲେ ଈଶ୍ୱର। ମନୁଷ୍ୟ ପଶୁପକ୍ଷୀ ଆଦି ସକଳ ସୁଝିଲେ ଅନାଦି। ଈଶ୍ୱର ଦୟାନୁ ସାଗର, ତାଙ୍କର ମହିମା ସୁନ୍ଦର। এই কেড়ে সুন্দর কথা। মনের পাঠ পড়ুଥିଲେ। নিহঙ্গ সঙ্গতে বালকে গাও গাও আনন্দ মনে, হৃদয় সুমরি জগত পিতা সৃষ্টি কারণে। একালে বালকে জাগি আনন্দরে সুমরি হৃদয় জগত ঈশ্বরে। ତାଙ୍କରି କୃପାରୁ ପାଇଲ ପ୍ରଭାତ, ଭକ୍ତି ଭରେ ତାଙ୍କୁ କର ପ୍ରଣିପାତ। ମଧୁସୂଦନ ରାଓ ଏ କଥା ଲେଖିଛନ୍ତି, ଆମେ ବ୍ରହ୍ମବୋଧରେ ପଢୁଛୁ। ହେ ମହାପ୍ରଭୁ ମହେଶ୍ୱର ଅନନ୍ତ ମହିମା କହ,
ନମଇ ମୁଇ ଗୋଡ଼ମତି ତୋର ପୟରେ ବିଶ୍ୱପତି। ଇଏ ପାଠ କୁଆଡେ ଗଙ୍ଗା ଚାଲି। ଆଜି କଣ କଲେ ନା ଧର୍ମ ଫର୍ମ କଥା କୁହାଯିବ ନା। ଧର୍ମ ନାଁରେ ଗଣ୍ଡଗୋଳ ଅଛି, ମତଭେଦ ଅଛି, ଛାତ୍ରମାନଙ୍କୁ ଧର୍ମ ଶିକ୍ଷା ଦିଆଯିବ ନା। ଏ ନିୟମ ହେଇଗଲା ଧର୍ମ ନିୟମ ଛଡ଼ା। ତେଣୁ ସରସ୍ୱତୀ ଠାକୁର ସେଟା ହରିକଥା କହିବାକୁ ସ୍ଥାନ ପାଇଲେ ନା। ଆମେ ମଧ୍ୟ ଏ ପରିସ୍ଥିତିର ସମ୍ମୁଖୀନ ହଉଛେ। ଆଜିକାଲି ବହୁତ ବହୁତ ଜାଗାରେ ମଧ୍ୟ ଏ ପରିସ୍ଥିତିର ସମ୍ମୁଖୀନ ହଉଛେ। ଧର୍ମ ନିରପେକ୍ଷ ରାଷ୍ଟ୍ର ହେଇଛେ ନାହିଁ, କିନ୍ତୁ ଧର୍ମ ଧର୍ମ କଥା କଣ କହିବେ ନା। ନିରୀକ୍ଷ ଧର୍ମ କଥା କୁହାଯିବ ନା। ତେଣୁ ଆମମାନେ ହରିକଥା କହିପାରୁନୁ। ଧର୍ମ ଶିକ୍ଷା କ୍ଷେତ୍ରକୁ ଗଲେ ଏ ସମ୍ବନ୍ଧରେ ଶ୍ରୀ ସରସ୍ୱତୀ ଠାକୁର କହିଛନ୍ତି, ଧର୍ମରେ ମତଭେଦ ଅଛି ବୋଲି କୌଣସି ଧର୍ମ ଆଲୋଚନା ହବ ନା। ଏପରି ବିଚାରରେ ଲୋକ ଭାସି ଯାଇପାରନ୍ତି। କିନ୍ତୁ ଏଠାରେ ସୁଦୂରଦର୍ଶୀଗଣ କହିବେ, ମନୁଷ୍ୟ ମରିଚିକା ଦେଖି ଠକିଛନ୍ତି ଜାଣି କଣ ଜଳର ଅନୁସନ୍ଧାନ କରାଯିବ ନା। ଏଇଟା ପାଠ ପ୍ରଶ୍ନ ଆମର। ତୁମେ ମରିଚିକାକୁ ଜଳ ବୋଲି ଭାବିକିରି ତା ପଛେ ଧାଇ ନାହିଁ କରିବ ନା। ଜଳ ଫଳ ନାହିଁ କିଛି, ତାପରେ ତ ଜଳର ଅନୁସନ୍ଧାନ କରାଯିବ ନା। ଜୁଳୁଜୁଳିଆ ପୋକ ଆଲୁଅରେ ନିଆଁ ମିଳେ ନାହିଁ ବୋଲି ଯେଉଁଠାରେ ଯେତେ ଆଲୁଅ ଅଛି ସେଠାରେ ନିଆଁ ନାହିଁ, ଏ ସିଦ୍ଧାନ୍ତ ସ୍ଥିର କରିବା ଅତ୍ୟନ୍ତ ସ୍ଥୂଳ ବିଚାର। ଯେହେତୁ ଲୌକିକ ଧର୍ମ ଆଲୋଚନାରେ ମତଭେଦ ଅଛି, ସୁତରାଂ ଧର୍ମ କଥା ଆଲୋଚନାକୁ ସବୁବେଳେ ନିର୍ବାଚିତ କରିବାକୁ ହବ। ଏପରି ବିଚାର ଯୁକ୍ତ ଶିକ୍ଷା ପୋଷଣ କରିବା ଅର୍ଥ ମୂଳରେ ଜଳ ନ ଦେଇ ପତ୍ର ଶାଖା ପ୍ରଶାଖାରେ ଜଳ ଦେବା ପାଇଁ ହବ। ତାହେଲେ ଗଛଟି ଶୁଷ୍କ ହେଇକି ମରିଯିବ। ନୈତିକ ପରମାର୍ଥିକ ଶିକ୍ଷା ଭାରତର ଚିରନ୍ତନ ବୈଶିଷ୍ଟ୍ୟ। ଭାରତ କେବେ ଧର୍ମ ଶିକ୍ଷା ବର୍ଜିତ ହୋଇ କୌଣସି ଦିନ କୌଣସି କଥା ଗ୍ରହଣ କରିନି। ବର୍ତ୍ତମାନ ଜନସାଧାରଣ ମଧ୍ୟରେ ପରମାର୍ଥିକତାର ଅଭାବ, ବର୍ତ୍ତମାନ ଆଧ୍ୟକ୍ଷିତାର ଚରମ ସୀମାକୁ ତର୍କକୁ ଅସ୍ତ୍ର କରି ବିଚାରକୁ ଦୂଷିତ କରାଯାଉଛି, ଅପବ୍ୟବହାର କରାଯାଉଛି। ପୂର୍ବେ ଏତେ ଦୂର ବ୍ୟବହାର ଦେଖାଯାଉନଥିଲା। ଆଜିକାଲି ଆଧୁନିକ ଶିକ୍ଷିତ ବ୍ୟକ୍ତି ଯେଉଁମାନେ କି ବିଶ୍ୱବିଦ୍ୟାଳୟରେ ବଡ଼ ବଡ଼ ଡିଗ୍ରୀ ହାସଲ କରୁଛନ୍ତି, ଯେଉଁ ସବୁ ବିଷୟ ଜାଣିବା ଉଚିତ ସେଥିପ୍ରତି ସେମାନେ ସମ୍ପୂର୍ଣ୍ଣ ଉଦାସୀନ। ଧର୍ମ ପ୍ରତି ବିଦ୍ୱେଷ ଭାବ ଦୂର ହୋଇ ଯେପରି ଆତ୍ମଧର୍ମ ପ୍ରତି ଅନୁରାଗ ଜାତ ହୁଏ, ଏହା ଯେପରି ବାଳକମାନଙ୍କର କମନୀୟ ବୃଦ୍ଧିରେ ପୁରସ୍କୃତ ହବ, ସେଥିପାଇଁ ନେତାମାନଙ୍କର ସବୁ ଦାୟିତ୍ୱ ରହିବା ଉଚିତ। ଶିଶୁ କାଳରେ ଶିକ୍ଷା ଦିଆଯିବା ଉଚିତ। ସେଥିପାଇଁ ସାଧାରଣ ଶିକ୍ଷା ସହିତ ପରମାର୍ଥିକ ଶିକ୍ଷା ବିଦ୍ୟାଳୟରେ ଦିଆଯିବା ଉଚିତ। ଯେଉଁମାନଙ୍କର ଭଗବାନ ବ୍ୟତୀତ ଦ୍ୱିତୀୟ ବସ୍ତୁ ଅଛି ବୋଲି ବିଚାର କରନ୍ତି, ସେମାନଙ୍କର ବିଚାର ଖଣ୍ଡିତ, ଧର୍ମ ସଂସ୍କୃତ। ଏସବୁ ହେଉଛି ଆମର କଥା। ସେଥିପାଇଁ ପ୍ରକୃତ ବିଦ୍ୟାର ଯଦି ଆଲୋଚନା ନ ହୁଏ, ପ୍ରକୃତ ବିଦ୍ୟା ଶିକ୍ଷା ନ ଦିଆଯାଏ, ତାହେଲେ ଗତିଟା କୁଆଡ଼କୁ ହବ, କୁଆଡ଼କୁ ହଉଛି ଆଉ କୁଆଡ଼ୁ ହବ, ପରିଣତିରେ କଣ ହବ? କାହିଁ ଆମର ଗଭୀର ଭାବରେ ଚିନ୍ତା କରିବା। କାହିଁ ଗଭୀର ଭାବରେ ଚିନ୍ତା କରିବା। ଏଥିପାଇଁ ଶିକ୍ଷା ଯେଉଁମାନେ ସାଧୁ ମହାଜନ, ସେମାନେ ଯାହା କହନ୍ତି ଶ୍ରୋତଂ ସର୍ବଭୂତାନାଂ, ଭଗବାନ ଯେ ସମସ୍ତଙ୍କ ମଙ୍ଗଳାକାଂକ୍ଷୀ ବନ୍ଧୁ, ତଦ୍ରୂପ ଭାବେ ଯେଉଁମାନେ ସାଧୁ ମହାଜନ ଭଗବାନଙ୍କର ଅତି ପ୍ରିୟ, ସେମାନେ ମଧ୍ୟ ସମସ୍ତଙ୍କ ମଙ୍ଗଳାକାଂକ୍ଷୀ ବନ୍ଧୁ। ତେଣୁ ସେମାନେ ଏସବୁ କଥା କହୁଛନ୍ତି। ଆଉ ଏଠାକୁ କୃପା କରି ଅନୁଗ୍ରହାୟ ଚରନ୍ତି ଭବ୍ୟାନି ଭୂତାନି ଜନାର୍ଦ୍ଦନସ୍ୟ, ଭଗବାନ ଜନାର୍ଦ୍ଦନଙ୍କର ସେଇ କୃପା ପ୍ରାପ୍ତ ମହାଜନଗଣ ଅନୁଗ୍ରହ କରି ସାଧୁ ମହାଜନଗଣ ଏଠି ବିଚରଣ କରୁଛନ୍ତି। ଏ ଶିକ୍ଷା ଆମକୁ ଦେଉଛନ୍ତି। ବିଦ୍ୟା ଅବିଦ୍ୟା, ଅବିଦ୍ୟାର ଆହରଣ ଚାଲିଛି, ବିଦ୍ୟାର ଆହରଣ ହଉନି। ବିଦ୍ୟା କାହାକୁ କୁହାଯାଏ, ଇ କଥା ଜାଣନ୍ତି ନାହିଁ। ତଥାକଥିତ ଯେଉଁମାନେ କରୁଛନ୍ତି, କଣ କରୁଛନ୍ତି, ନେତୃସ୍ଥାନୀୟ ବ୍ୟକ୍ତି, ସେମାନେ ଏ କଥା ଜାଣନ୍ତି ନା। ବିଦ୍ୟା କାହାକୁ କୁହାଯାଏ? ବିଦ୍ଧାତୁରୁ କର୍ମବାଚ୍ୟରେ କେ ପ୍ରତ୍ୟୟ ହେଲେ ବିଦ୍ୟା ଶବ୍ଦ
ନିଷ୍ପନ୍ନ ହଉଛି। ତାର ଅର୍ଥ ଅଧ୍ୟୟନ ଜନିତ ଜ୍ଞାନ, ତତ୍ତ୍ୱଜ୍ଞାନ। এই অর্থের বিদ্যা শব্দটি সাধারণত ব্যবহৃত ହୁଏ, କିନ୍ତୁ ତାହା ହଉନି, ଉଲ୍ଟା ହେଇଯାଉଛି, ଅବିଦ୍ୟା ହେଇଯାଉଛି। ନାହିଁ ଦେହସ୍ଥିରାତ୍ମତି ବୁଦ୍ଧିର୍ବିଦ୍ୟତି ବନ୍ୟତି। ପରମାର୍ଥିକ ଦୃଷ୍ଟିରେ ବିଦ୍ୟା ସା ବିଦ୍ୟା ତନ୍ମତିର୍ଜୟା, ଯାହାଦ୍ୱାରା ଅକ୍ଷର ବସ୍ତୁ ଅଚ୍ୟୁତ ବସ୍ତୁ କୃଷ୍ଣଙ୍କଠାରେ ମତି ରହେ, ତାହା ହେଉଛି ବିଦ୍ୟା। ବେଦ ଚତୁଷ୍ଠ, 6ଟି ବେଦାଙ୍ଗ, 18 ପୁରାଣ, ରାମାୟଣ ମହାଭାରତ ଆଦି ଇତିହାସ, ଷଡ଼ଦର୍ଶନ ପ୍ରଭୃତି ବିଦ୍ୟା ମଧ୍ୟରେ ପରିଗଣିତ। କିନ୍ତୁ ଭଗବତ ଭାଗବତ ଉପସେବା ସମ୍ବନ୍ଧୀୟ ବିଦ୍ୟା ହିଁ ପ୍ରକୃତ ବିଦ୍ୟା, ପରାବିଦ୍ୟା। ଏଇଥିପାଇଁ ସା ବିଦ୍ୟା ତନ୍ମତି ଦ୍ୱୟା ଭାଗବତରେ କଥା କୁହାଗଲା। ଆଉ ସବୁ ବିଦ୍ୟା ହେଉଛି ଅପରାବିଦ୍ୟା, ଜଳ ବିଦ୍ୟା। ବେଦର କର୍ମକାଣ୍ଡ ଅପରାବିଦ୍ୟାର ଅନ୍ତର୍ଗତ। ସୁତରାଂ ନାସ୍ତିକତା ମୂଳରେ ବିଦ୍ୟାଳୟ ସମୂହରେ ବା ବିଶ୍ୱବିଦ୍ୟାଳୟ ମାନଙ୍କରେ ଯେଉଁ ଶିକ୍ଷା ଦିଆଯାଉଛି ତାହା ଅପରାବିଦ୍ୟା, ପ୍ରକୃତ ବିଦ୍ୟା ନୁହେଁ। ଏଇଥିପାଇଁ ସେଥିରୁ ଶାଶ୍ୱତ ଶାନ୍ତି ବା ନିତ୍ୟାନନ୍ଦର ସନ୍ଧାନ ବିନ୍ଦୁ ମାତ୍ର ମିଳୁନି। অভিহিত বিদ্যা ভগবত সেবার নিযুক্ত হলে তাহার সদ্ব্যবহার হয়, নচেত শ্রীল ভক্তি বিনোদ ঠাকুরের ভাষারে জড় বিদ্যার মায়ার বৈব তোমার ভজনে বাধা, মোহজন মায়ের নিত্য সংসারে জীবকু করায় গাধা। বিদ্যা ভাগবতাবধি নির্মস্থর সাধুগণঙ্কর তাপত্রয়নমূলক নিত্য প্রেমানন্দপ্রদ ভাগবত শাস্ত্র সম্বন্ধ বিধেয় প্রয়োজন তত্ত্বাত্মক জ্ঞান লাভ ହେଲେ ବିଦ୍ୟାର ଚରମ ସାର୍ଥକତା ସାଧିତ হয়। ତା ନହେଲେ ବିଦ୍ୟା କି, କୋଉଠି ବିଦ୍ୟା ଅଛି, ଏ କଥା କହିଛି। ଶ୍ରୀମନ୍ ମହାପ୍ରଭୁ ଯେତେବେଳେ ରାୟ ରାମାନନ୍ଦଙ୍କୁ ପ୍ରଶ୍ନ କରୁଥିଲେ, ସେ ପଚାରିଥିଲେ ବିଦ୍ୟା ମଧ୍ୟରେ କୋନ ବିଦ୍ୟା ସାର? ମହାପ୍ରଭୁଙ୍କର ଏହି ପ୍ରଶ୍ନର ଉତ୍ତରରେ ଶ୍ରୀ ରାୟ ରାମାନନ୍ଦ ଉତ୍ତର ଦେଇଥିଲେ, କୃଷ୍ଣ ଭକ୍ତି ବିନା ବିଦ୍ୟା ନାହିଁ ଆ। এই ଉତ୍ତର ଦେଇଥିଲେ। ତେଣୁ ସମଗ୍ର ଜୀବନର କେତେ ଅଂଶ ବିଦ୍ୟାଳୟରେ ଅତିବାହିତ ହେଉଛି, ପୁଣି ସେଥିରୁ କେତେ ସମୟ ଶିକ୍ଷା ଲାଭ ହେଉଛି? ସମଗ୍ର ଜୀବନ କାଳ ହିଁ ଶିକ୍ଷା କାଳ। ସମଗ୍ର ଜୀବନ ପରମାର୍ଥିକ ଶିକ୍ଷା ଅନୁଶୀଳନ ଦ୍ୱାରା ମାନବ ଜୀବନ ସାର୍ଥକ କରିବାର କର୍ତ୍ତବ୍ୟ, ତାହା ହଉନି। ତେଣୁ ଗତିଟା କୁଆଡେ କହୁଛି? ମାନବ ଜୀବନ, ମାନବ ପଶୁ ଗାଢା ଆଲୁଟୁଛି। ସେଇଥିପାଇଁ କହୁଛି ମାନବ ଟୁ ଲେଗଡ ଏନିମଲ୍ସ, ଦୁଇ ଗୁଡିଆ ପଶୁ ହଉଛି ପୁଚ୍ଛ ବିଷାଣହୀନ, ଲାଞ୍ଜ ଆଉ ସିଂହ ନଥିବା ଦୁଇ ଗୁଡିଆ ପଶୁ ଗଧ। କାରଣ ପ୍ରକୃତ ବିଦ୍ୟାର ଆହରଣ ହଉନି। ସେଥିପାଇଁ ଏସବୁ ବିଷୟରେ ସେମାନଙ୍କର ଜ୍ଞାନ ନାହିଁ। ତଥାକଥିତ ଜଳ ବୈଜ୍ଞାନିକ, ଦାର୍ଶନିକ ପଣ୍ଡିତ ପ୍ରକୃତି ମାନଙ୍କର ଏ ବିଷୟରେ ଜ୍ଞାନ ନାହିଁ। ସେମାନେ ଏହାକୁ ସ୍ୱୀକାର କରିପାରୁନାହାନ୍ତି। ମେଷ ଜୋର ପାଉଛନ୍ତି, ଜମଦଣ୍ଡ ହେଉଛନ୍ତି। ସେଥିପାଇଁ ଯେଉଁମାନେ ସାଧୁ ମହାଜନ ସେମାନେ ଏ ବିଦ୍ୟାର କଥା ବୁଝନ୍ତି। ସୁଖଦେବ ଗୋସ୍ୱାମୀ ଏ କଥା କିଛି କହୁଛନ୍ତି। ସବେଦାନ୍ତ ସାର ଶ୍ରୀମଦ୍ ଭାଗବତରେ ଏ କଥା ଏଠି କୁହାଯାଉଛି। ଆମମାନଙ୍କୁ ଷୋଳ ଚିତ୍ତରେ ତାକୁ ସ୍ୱୀକାର କରିବା ପାଇଁ, ମାନିବା ପାଇଁ ପଡ଼ିବ। ଆକ୍ସେପ୍ଟ ମୋନାଫାଇଡ୍ ଅଥରିଟି, ମହାଜନଙ୍କ ପଦାଙ୍କ ଅନୁସରଣ କରିବାକୁ ପଡ଼ିବ। ତାହେଲେ ଅସୁବିଧା ପଡ଼ିବ ନା। ଯଦ୍ୟଦାଚତି ଶ୍ରେଷ୍ଠତା ତଦବିସରଦନ ସର୍ବର୍ତ୍ତମାନ କୃତେ ଲୋକ ତଦନୁବର୍ତ୍ତତେ। ଶ୍ରୀମଦ୍ ଭଗବତ ଗୀତାରେ ଏ କଥା ଆମର ଭାବେ ଯେଉଁମାନେ ଶ୍ରେଷ୍ଠ ବ୍ୟକ୍ତି, ନେତୃସ୍ଥାନୀୟ ବ୍ୟକ୍ତି, ନେତୃତ୍ୱ ଦଉଛନ୍ତି, ଲିଡିଂ, ସେମାନେ ଏସବୁ କଥାକୁ ଗ୍ରହଣ କରିନେବା ଉଚିତ। ସେମାନେ ଯଦି ନ ମାନିବେ ତାହେଲେ ସାଧାରଣ ଲୋକ ମାନିବେ। ଏଥିପାଇଁ ଏ ଶିକ୍ଷା ଦିଆଯାଉଛି।
श्रील भक्ति विनोद ठाकुर से कविता में पाठ करी कथा शेष करिया। विद्यार बेला से कटाइनु काल परम साहसे आमी विद्यार बेला से कटाइनु काल परम साहसे आमी तुम्हार चरण नाम जिनु कबु एखन शरण তুমি তোমার চরণ পড়িতে পড়িতে ভরসা ভাড়িল জ্ঞানে গতি পড়িতে পড়িতে ভরসা ভাড়িল জ্ঞানে সে আশা বিফল সে জ্ঞান দুর্বল সে জ্ঞান অজ্ঞান জানি সে আশা বিফল সে জ্ঞান দুর্বল জড় বিদ্যা যত মায়া বৈভব তোমার ভোজনী মায়া অনিত্য সংসারে জীব পরায় গাধা সেই গাধা হয়ে সংসারের বোঝা বহিল অনেক কালো সেই গাধা হয়ে সংসারের বোঝা বহিল অনেক কালো নাথকে এখন শক্তির অভাবে কিছু নাই লাগে ভালো শক্তির অভাবে কিছু নাই লাগে ভালো জীবন যাপন হইল এখন সে বিদ্যা বিদ্যা পেল জীবন যাপন হইল এখন সে বিদ্যা অবিদ্যার জ্বালা ঘটিল বিষম সে বিদ্যা হইল সের অবিদ্যার জ্বালা হইল তোমার চরণ বিনা কিছু ধন সংসারে না আছে আরো তোমার চরণ বিনা কিছু ভগতি বিনোদ জড় বিদ্যা ছাড়ি তুই আপদ করে সার ভগতি বিনোদ জড় বিদ্যা ছাড়ি তুই আপদ করে সার ভগতি বিনোদ জড় বিদ্যা ছাড়ি তুই আপদ করে সার ভগতি বিনোদ জড় বিদ্যা ছাড়ি তুই আপদ করে সার হরে কৃষ্ণ 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 হরে হরে রাম 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 হরে 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 কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে হরে রাম রাম হরে 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 কৃষ্ণ 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 হরে নাম সদৃশম জ্ঞানম এই কথা মধ্যে আদি প্রাণে কুহযাইছে নাম সদৃশ জ্ঞানম ভগবান নাম আমার জ্ঞান নাহি সোর্স অফ নলেজ চিদ আনন্দময় ঈশ্বর পরম কৃষ্ণ সচিদানন্দ বিগ্রহ যাকে সৎ চিত আনন্দময় সন্ময় চিন্ময় আনন্দময় শাশ্বতময় জ্ঞানমୟ ଆନନ୍ଦମୟ ଭଗବାନ ତେଣୁ ତାଙ୍କ ନାମ ମଧ୍ୟ ତଦ୍ରୂପ ସନ୍ମୟ ଚିନ୍ମୟ ଆନନ୍ଦମୟ ସୋର୍ସ ଅଫ୍ ନଲେଜ ସମସ୍ତ ଜ୍ଞାନର ଉତ୍ସ ହେଉଛନ୍ତି ସେ ଭଗବାନ ସଚିଦାନନ୍ଦ ଘନ ବିଗ୍ରହ ଭଗବାନ କୃଷ୍ଣ ସମସ୍ତ ଜ୍ଞାନର ଉତ୍ସ ତେଣୁ ପ୍ରକୃତ ଜ୍ଞାନ ବା ବିଦ୍ୟା ମୂଳ ବସ୍ତୁ ଉତ୍ସ ହେଉଛନ୍ତି ସେ ଭଗବାନ ତେଣୁ ଭଗବତ ସମ୍ବନ୍ଧୀ ଜ୍ଞାନ ଯଦି ଆହରଣ ନ ହେଲା ବା ବିଦ୍ୟା ଆହରଣ କରି ଯାହା କହନ୍ତି କୃଷ୍ଣ ପଦାରବିନ୍ଦରେ ଯଦି ଚିତ୍ତବିତ୍ତ ନ ରହିଲା ତାହେଲେ ତାହା ବିଦ୍ୟା ନୁହେଁ ହେଉଛି ଅବିଦ୍ୟା ତାହା ବିଦ୍ୟା ସେଥିପାଇଁ ଭକ୍ତିବିନୋଦ ଠାକୁର କଥା କହିଛନ୍ତି ବିଦ୍ୟାର ବିଳାସେ କଟାଇନୁ କାଳ ପରମ ସାହସେ ଆମେ তোমার চরণ না ভজিনু কভু অবিদ্যা গুড়ে আহরণ কলি
জীবন বিতিগলা আপনার চরণ ভজন কলি নেই বর্তমান কি করিবি এখন শরণ তুমি পড়িতে পড়িতে ভরসা বাড়িল জ্ঞানে গতি হবে মানি সে আশা বিফল সে জ্ঞান দুর্বল সে জ্ঞান অজ্ঞান জানি বিফল হেলা শেষ জ্ঞান জ্ঞাନ ନୁହେଁ ଅଜ୍ଞାନ ଆଶା ବିଫଳ ହେଲା ସେ ଜ୍ଞାନ ଅତି ଦୁର୍ବଳ କରିଦେଲା ଜଡ଼ ବିଦ୍ୟା ତ ମାୟାର ବୈଭବ তোমার ভজনে বাধা মোহদন নিত্য সংসারে জীবনে পড়ায় গাধা মায়ার বৈভব যুবক বদ্ধ করুଛି চাকরি দিও চাকরি দিও চাকরি দিও খালি বলছে ଆଉ କିଛି ନା ଅନଏମ୍ପ୍ଲୟମେଣ୍ଟ 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 ବେକାର 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 ଚାକିରି ଚାକିରି ଖାଲି ଗଧ ଚାକିରି ଖଟିବ ଆଉ କଣ ବର୍ଷ ବହିବ ପଢା ପାହା ଖାଇବ ଆଉ ତା ନହେଲେ ତ କି ହେଲା ବ୍ରଡ଼ ବିଦ୍ୟାର ଫଳଟା ତ ତା ହେଇଛି ଆଉ କୃଷ୍ଣ ଭଜନ ନାହିଁ ଜଡ଼ ବିଦ୍ୟା ପଢିକିରି ଏଡେ ଗର୍ବ ଏଡେ ଦମ୍ଭ ଅଭିମାନ ଅହମିକା ଔଦ୍ଧତ୍ୟ ଆତ୍ମାର ବିସ୍ମୃତ ହବ କିଭଳି ଜନ୍ମେ ସୂର୍ଯ୍ୟ ଶ୍ରୁତ ଶ୍ରୀବିରେ ଅଧମାନ ମଦକା ନୈବାରୂପ୍ୟ ବିଧାତ ବୈଷ ଅକିଞ୍ଚନ ଗୋଚରଂ ଅକିଞ୍ଚନ ନହେଲେ ଭଗବତ ଭଜନ ହବ ନା ଭଗବାନ ଗୋଚରୀଭୂତ ହେଲେ ନା ଯାହାର ଗର୍ବ ଅଛି ଔଦ୍ଧତ୍ୟ ଅଛି ବିଦ୍ୟା ଆହରଣ କରିକିରି ବହୁ ଡିଗ୍ରୀ ହାସଲ କରିକିରି ସେ ତ ଅକିଞ୍ଚନ ହେଇପାରିବ ନା ସେ ଭଜନ କରିବ କେମିତି ସେ କଥା କୁହାଯାଉଛି ସେ କଥା କୁହାଯାଉଛି তোমার ভজনে বাধা কৃষ্ণ ভজনের বাধা জন্মছি এ ভৌতিক জগৎ প্রতি মোহ জন্মছি অনিত্য সংসার প্রতি মোহ জন্মছি সেই গাধা হয় সংসারের বোঝা বহিন অনেক বহু বহু সে বোঝ বহিন গর্ধ বাগিয়া বার্ধক্যে এখনো শক্তির অভাবে কিছু নাহি লাগে ভালো বর্তমান বার্ধক্যে শক্তি আর নাই আর বেশি ভালো লাগুনি জীবন যাতনা হইল এখনো সে বিদ্যা অবিদ্যা সে বিদ্যা সে অবিদ্যা যাতনা দুঃখ ক্লেশ ভোগৌছি অবিদ্যার জ্বলা ঘটিল বিষম সে বিদ্যা হইল সেল বিষম ফল অবিদ্যা হয়েছে সর্বিদ্ধ করুছি সে তোমার চরণে চরণ বিনা কিছু ধন সংসারে না আছে আর ভগবতী বিনোদ জড় বিদ্যা ছাড়ি তুই আপদ ভক্তি বিনোদ ঠাকুর হাত নেই কথা କହିଛନ୍ତି হে ভগবান তোমার চরণ ছাড়া ଆଉ ধন କିଛି ନାହିଁ ଏ ସଂସାରରେ ତେଣୁ ଜଡ଼ ବିଦ୍ୟା ଛାଡି ଆପଣଙ୍କର ସୂଚନାର ନିନ୍ଦରେ ଆସ ସର୍ବଧର୍ମାନ ବୈଦିଜ୍ୟ ମାମେକଂ ଶରଣଂ ବ୍ରଜ ଏଇ ଯୋଉ ଶେଷ କଥା ଭଗବାନଙ୍କର ସମସ୍ତ ଧର୍ମ ପରୀକ୍ଷା କରି ଏକମାତ୍ର ମୋର ଚରଣରେ ଆସିବ ଏ ହଉଛି ବିଦ୍ୟାର ଚରମ ଫଳ ତା ଯଦି ନହେଲା ତାହେଲେ ସେ କି ବିଦ୍ୟା ସେ ହେଲା ଅବିଦ୍ୟା ସେ ସବିଦ୍ଧ କରୁଛି ତାଇ ହଉଛି ସେଥିପାଇଁ ତଥାକଥିତ ବୈଜ୍ଞାନିକ ପ୍ରାକୃତ ପଣ୍ଡିତଗଣ ଏସବୁ କଥାକୁ ବିଶ୍ୱାସ କରିପାରୁନାହାନ୍ତି ତାକୁ ସ୍ୱୀକାର କରିପାରୁନାହାନ୍ତି ଏ ଜଳ ବିଦ୍ୟା